ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ତତ୍ର ସତ୍ତ୍ୱଂ ନିର୍ମଳତ୍ୱାତ୍ ପ୍ରକାଶକ ମନୋମୟ ସୁଖ ସଙ୍ଗେନ ବିଘ୍ନତି ଜ୍ଞାନ ସଙ୍ଗେନ ଚାନଘ। ହେ ଅର୍ଜୁନ, ସତ୍ୱ ଗୁଣ ନିର୍ମଳତା, ଉଜ୍ଜ୍ୱଳତା ଓ ନିର୍ବିକାରତା ଯୋଗୁଁ ଜୀବ ସୁଖ ଓ ଜ୍ଞାନର ଆସକ୍ତରେ ବାନ୍ଧି ହୋଇ ସଂସାର ମଧ୍ୟରେ କର୍ମ କରେ। ମନୁଷ୍ୟଠାରେ ଜ୍ଞାନ, ପ୍ରସନ୍ନତା ଓ ଶାନ୍ତି ଆଦି ଗୁଣ ପ୍ରକାଶ ପାଏ। ଏହି ଗୁଣରେ ଆସକ୍ତି ହୋଇ ପଥଭ୍ରଷ୍ଟ ହୁଏ। ରଜୋ ରାଗାତ୍ମକଂ ବିଧି ତୃଷ୍ଣା ସଙ୍ଗ ସମଭବଂ ତନିବିଧ୍ନାତି କୁନ୍ତୟ କର୍ମ ସଙ୍ଗେନ ବିହୀନମ୍। ହେ ଅର୍ଜୁନ, ରଜଗୁଣ ରାଗାତ୍ମକ ତୃଷ୍ଣା ଓ ଆସକ୍ତି ଉତ୍ପନ୍ନ କରେ। କର୍ମ ଆସକ୍ତିରେ ଦୃଢ ଭାବେ ବନ୍ଧନ କରେ। ରଜୋଗୁଣରେ କର୍ମ ଲୋଭୀ ମୋହଜର୍ଜରିତ ଭୋଗର ତୃଷ୍ଣା ସୃଷ୍ଟି କରେ। ଅଶାନ୍ତି ଓ ଦୁଃଖ ରଜଗୁଣ ଜାତ କରେ। ତମସ୍ତ୍ୱା ଜ୍ଞାନଜଂ ବିଧି ମହନଂ ସର୍ବଦେହିନାଂ ପ୍ରମାବାଲସ୍ୟ ନିଦ୍ରାଭିସ୍ତନି ବିଧ୍ନାତି ଭାରତ। ହେ ଅର୍ଜୁନ, ତମ ଗୁଣ ଅଜ୍ଞାନତାରୁ ଜାତ, ତାହା ସମସ୍ତକୁ ମୋହିତ କରି ରଖେ। ଅମନୋଯୋଗିତା, ନିଦ୍ରା ଓ ଆଳସ୍ୟ ଦ୍ୱାରା ଜୀବନକୁ ନଷ୍ଟ କରାଇଥାଏ। ସତ୍ତ୍ୱଂ ସୁଖେ ସଂଯୟତି ରଜଃ କର୍ମଣି ଭାରତ ଜ୍ଞାନମାବୃତ୍ୟ ତମ ପ୍ରମାଦେ ସଂଯୟତୁତ। ହେ ଅର୍ଜୁନ, ସତ୍ୱଗୁଣ ଜୀବକୁ ସୁଖ ପ୍ରଦାନ କରେ। ରଜଗୁଣ ଜୀବନକୁ କର୍ମରେ ଲିପ୍ତ କରାଇ ବିଜୟ ଦିଏ। ତମଗୁଣ ଜୀବର ଜ୍ଞାନକୁ ଆଚ୍ଛାଦିତ କରି ପ୍ରମୋଦରେ ଲିପ୍ତ କରାଇଥାଏ। ପ୍ରତ୍ୟେକ ଗୁଣର ଜୀବକୁ ବାନ୍ଧିବା ଶୈଳୀ ଭିନ୍ନ ଭିନ୍ନ ହୋଇଥିବାରୁ ସତ୍ୱଗୁଣ ସୁଖ ଓ ଜ୍ଞାନ ଦ୍ୱାରା, ରଜଗୁଣ କର୍ମ ଓ ଫଳ ଆସକ୍ତି ଦ୍ୱାରା ଏବଂ ତମଗୁଣ ଆଳସ୍ୟ ଓ ତାମସିକ ପ୍ରବୃତ୍ତି ଦ୍ୱାରା ଜୀବକୁ ଚଳାଇଥାନ୍ତି। ରଜସ୍ତମଶ୍ଚାଭିଭୂୟ ସତ୍ତ୍ୱଂ ଭବତି ଭାରତ ରଜସତ୍ତ୍ୱଂ ତମଶ୍ଚୈବ ତମସତ୍ତ୍ୱଂ ରଜସ୍ତଥା। ହେ ଅର୍ଜୁନ, ସତ୍ତ୍ୱ, ରଜ, ତମ ଏହି ତିନି ଗୁଣ ମଧ୍ୟରେ ପ୍ରତିଯୋଗିତା ଚାଲେ। ଅନ୍ୟ ଦୁଇଟିକୁ କିଏ ହରାଇ କିଏ ଉପରକୁ ଆସିବ, ତେଣୁ ସେହି ଉପରଗାମୀ ହେବାକୁ ଲାଗନ୍ତି। ଯାହାର ବଳ ବଢ଼େ ସେ ଉପରକୁ ଯାଏ। ସେ ବ୍ୟକ୍ତି ସେହି ଗୁଣରେ ଆଚ୍ଛାଦିତ ହୋଇ ସେହି ପ୍ରକାର ଆଚରଣ କରେ। ତେଣୁ ହେ ଭରତ ଶ୍ରେଷ୍ଠ, ଯେତେବେଳେ ଇନ୍ଦ୍ରିୟମାନେ ଏଠାରେ ଜ୍ଞାନ ପ୍ରକାଶ ପାଏ, ଇନ୍ଦ୍ରିୟମାନଙ୍କର ଜ୍ଞାନ ପ୍ରକାଶ ପାଏ ଏବଂ ସେମାନେ ଜ୍ଞାନ ଅନୁସାରେ କର୍ମ ଆଚରଣ କରନ୍ତି, ଅନ୍ତଃକରଣରେ ଅର୍ଥାତ୍ ଅନ୍ତଃକରଣ ମାନେ ମନ, ବୁଦ୍ଧି ସ୍ୱଚ୍ଛ ନିର୍ମଳ ଜ୍ଞାନ ଆଲୋକରେ ଆଲୋକିତ ହୁଏ। ସେତେବେଳେ ସତ୍ୱଗୁଣ ପ୍ରକାଶ ପାଏ, ଯାହା ମୁଁ ମୋର ପରମ ସତ୍ୟ ରୂପ ଭାବରେ କଳିଯୁଗରେ ନୀଳାଚଳ ଧାମରେ ନୀଳା କରିବି। ମୁଁ ପରମ ରଜୋଗୁଣ ଭାବରେ ବଳଭଦ୍ର ରୂପରେ ରହିବି। ଲୋଭ ପ୍ରବୃତ୍ତି, କର୍ମାରମ୍ଭ, ଶାନ୍ତି, ସ୍ପୃହା ପ୍ରବୃତ୍ତି ପ୍ରକୃତିରେ ରହିବି। ଇନ୍ଦ୍ରିୟ ଲାଳସା ଯୁକ୍ତ ଭାବେ ବି। ଆଉ ତମ ଗୁଣରେ ସୁଭଦ୍ରା ଦେବୀ ଭାବରେ ମୁଁ ପ୍ରକାଶ ପାଇବି। ମନ ଓ ବୁଦ୍ଧି ନିମ୍ନଗାମୀ କରାଇ ଆଳସ୍ୟ, ତାମସିକ ଓ ମାୟା ପ୍ରବୃତ୍ତି ଜାତ କରାଇବି। ମୁଁ ଜଗତର ନାଥ ହୋଇଥିବାରୁ
ଜଗତର ମଣିଷ ମାନଙ୍କୁ ଉଦ୍ଧାର କରିବାକୁ ମୁଁ ତିନି ରୂପରେ ଅଛି। ସତ୍ୱଗୁଣ ଧାରଣ କରୁଥିବା ବ୍ୟକ୍ତିଙ୍କୁ ମୁଁ ଜଗନ୍ନାଥ ରୂପରେ ଧାରଣ କରେ। ଏମାନେ ମୃତ୍ୟୁ ପରେ ଉପର ଲୋକରେ ସ୍ଥାନ ପାଆନ୍ତି। ପର ଜନ୍ମରେ ଜ୍ଞାନୀ ହୋଇ ମୋର ସେବା ଓ ଭକ୍ତି କାମରେ ମନୋନିବେଶ କରିଥାନ୍ତି। ରଜୋଗୁଣଧାରୀ ଜୀବମାନଙ୍କୁ ମୁଁ ବଳଭଦ୍ର ରୂପରେ ଧାରଣ କରେ। ଏମାନଙ୍କ ସ୍ୱରୂପ କ୍ରୋଧରୁ ଜାତ ହୋଇଥିବାରୁ ସେହି ସ୍ୱରୂପରେ ମୁଁ ଏମାନଙ୍କୁ ଧାରଣ କରିବାକୁ ବଳଭଦ୍ର ରୂପରେ ନୀଳାଚଳରେ ବସିଥାଏ। ରଜଗୁଣ ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟମ ଲୋକ ଓ ନିଚ ଯୋନି ପ୍ରାପ୍ତ ହୁଅନ୍ତି। ମାୟା ଜର୍ଜରିତ ବ୍ୟକ୍ତିଙ୍କୁ ମୁଁ ଧାରଣ ପାଇଁ ଦେବୀ ରୂପରେ ସୁଭଦ୍ରା ଭାବରେ ପୂଜା ପାଏ ଏବଂ ଥାଏ। ଶ୍ରୀମନ୍ଦିର ମୋର ପିଣ୍ଡ ଓ ତିନି ଗୁଣ ରୂପରେ ମୁଁ ପୂର୍ଣ୍ଣାଙ୍ଗ ହେଉଛି। ଏ କଥା ଜ୍ଞାନୀ ଜାଣନ୍ତି। ତତ୍ତ୍ୱଜ୍ଞାନୀ ମୁଁ ମୁଖ୍ୟ ଉତ୍ସ ହୋଇଥିବାରୁ ସବୁ ଭକ୍ତ ମୋ ପାଖକୁ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି। ମୋ ମନ୍ଦିରକୁ ଜଗନ୍ନାଥ ମନ୍ଦିର ଭାବରେ ଜାଣନ୍ତି। ମାତ୍ର ଗୁଣ ଅନୁସାରେ ମୁଁ ତିନି ରୂପ ନେଇ ତିନି ଗୁଣ ଧାରଣ କରିଥାଏ। ପୁଣି ମଧ୍ୟରେ ଯେପରି ମୁଁ ସତ୍ୱ ସ୍ୱରୂପ, ମନ୍ଦିର ମଧ୍ୟରେ ମୁଁ ଜଗନ୍ନାଥ ସ୍ୱରୂପ। ପିଣ୍ଡ ଶରୀର ମଧ୍ୟରେ ଯେମିତି ସତ୍ୱଗୁଣର ସ୍ୱରୂପ, ଜଗନ୍ନାଥ ରୂପରେ ମୋ ମନ୍ଦିରରେ ଆବିର୍ଭୂତ ସେହି ସତ୍ୱଗୁଣ ରୂପରେ ତତ୍ତ୍ୱଜ୍ଞାନୀ ମୋତେ ଏହି ରୂପରେ ଜାଣନ୍ତି। ଏହା ମୋର ତତ୍ତ୍ୱଜ୍ଞାନର କଥା। ଜ୍ଞାନୀ ଜାଣନ୍ତି ଜ୍ଞାନ କଥା। ଏହି କଥାକୁ ଜାଣି ଯାହା ମୁଁ ଅଧମ ରବୀନ୍ଦ୍ର କହିଲି, ତାହା ଆପଣମାନେ ନିଜ ଗୁଣେ କ୍ଷମା କରିବେ। ଜୟ ଜଗନ୍ନାଥ।